ପିଲାମାନେ ଆଜି ଆମେ ହୋଲିର ମଜାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଆମକୁ କ'ଣ ଦେଇଛି? ଆସ କଥା ହବା। କରେ ଦେଲା ଗଙ୍ଗାଧର ପାଇଁ ବାପା କାହିଁକି ରଙ୍ଗ ଆଣିଥିଲେ? ଉତ୍ତରରେ କ'ଣ ଲେଖିବା? ଗଙ୍ଗାଧର ହୋଲି ପର୍ବରେ ରଙ୍ଗ ଖେଳିବ ବୋଲି ବାପା ରଙ୍ଗ ଆଣିଥିଲେ। ଖରେ ତୁମେ ଆଉ କେଉଁ ପର୍ବରେ ରଙ୍ଗ ଖେଳିଥାଅ? ତାହେଲେ ଆମେ ତ ପ୍ରାୟତଃ ହୋଲି ପର୍ବରେ ରଙ୍ଗ ଖେଳିଥାଉ, କିମ୍ବା ଲେଖିପାରିବ ଆମେ ରାମନବମୀ, ବୁଝିହେଲା, ପଣା ସଂକ୍ରାନ୍ତିରେ ଅଳ୍ପ ଅଳ୍ପ ହୋଲି ମଧ୍ୟ ଖେଳିଥାଉ। ହେଲା। ଗରେ ଦେଲା ତୁମ ଘରେ ବାପା ତୁମ ପାଇଁ କେଉଁ ସବୁ ଫଳ ଖାଇବା ପାଇଁ ଆଣିଥାନ୍ତି? ତାହେଲେ ଉତ୍ତରରେ ଲେଖିବ ମୋ ବାପା ମୋ ପାଇଁ ସେଓ, କଦଳୀ, ତରଭୁଜ, ଅଙ୍ଗୁର ଇତ୍ୟାଦି ଫଳ ଖାଇବା ପାଇଁ ଆଣିଥାନ୍ତି। ଘରେ ତୁମେ ଜାଣିଥିବା କେତୋଟି ପର୍ବପର୍ବାଣୀର ନାମ କୁହ? ଲେଖିବ ରଜ ପର୍ବ, ରଥଯାତ୍ରା, ଦୀପାବଳି, ମକର ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଇତ୍ୟାଦି ପର୍ବପର୍ବାଣୀ ଆମେ ପାଳନ କରୁ। ରେ ହୋଲି ପର୍ବରେ ତୁମେ କ'ଣ ସବୁ କରିଥାଅ? ଉତ୍ତରରେ ଲେଖିବ ହୋଲି ପର୍ବରେ ଆମେ ରଙ୍ଗ ଓ ପିଚକାରି ନେଇ ରଙ୍ଗ ମରାମରି ହେଉ, ଧଳା ପୋଷାକ ପିନ୍ଧି ରଙ୍ଗ ଖେଳୁ, ସାଙ୍ଗସାଥୀମାନେ ମିଳିମିଶି ପର୍ବକୁ ଉପଭୋଗ କରୁ। 2 ନମ୍ବର ଆମକୁ ଦେଇଛି ଦେଖ ଓ ଲେଖ। ଗ ଆଉ ଘ ଲେଖିବା। ହେଲା, ଏଇଟା ତମେ ନିଜେ ଲେଖିଦେବ, କିଛି ଏଥିରେ ଇଏ ନାହିଁ। ସେମିତି ଘ, ବୁଝିହେଲା, ଏଇଭଳି ଭାବରେ ତମେ ଲେଖିଦେବ। 3 ନମ୍ବର ସେମିତି ପଢ଼ ଓ ଲେଖ, ବୁଝିହେଲା। ଏଠି ଏମିତି ଲେଖିଦେବ ରଙ୍ଗ, ବେଙ୍ଗ, ବୁଝିହେଲା। ଏଠି ଯାହା ଲେଖା ଅଛି ତାହା ଲେଖିବ। ହେଲା, ଜଙ୍ଘ, ସଂଘ, ଏଠି ମୃଦଙ୍ଗ, କଙ୍ଗାରୁ, ସଙ୍ଗୀତ ଲେଖିପାରିବ ତ ଯେମିତି ଲେଖା ହେଇଛି। ହେଲା, ତାପରେ ଦେଇଛି 4 ନମ୍ବର ଆସ ପଢ଼ିବା। ମୟୂରର ଦେହ ରଙ୍ଗ ରଙ୍ଗିଆ, ନଈ କୂଳ ଜମି ଭାରି ବଢ଼ିଆ, କୁହୁ କୁହୁ ରାବେ କୋଇଲି ରାଣୀ, ମାଙ୍କଡ଼ ନାଚୁଛି ଦେଖାଇ ଠାଣି। 5 ନମ୍ବର ଦେଇଛି ଆମକୁ ତଳ କୋଠରୀରେ ପଶୁପକ୍ଷୀଙ୍କ ନାମ ଦିଆଯାଇଛି, ରଙ୍ଗ ଅନୁସାରେ ସେମାନଙ୍କୁ ବାଛି କୋଠରୀରେ ଲେଖିବା, ବୁଝିହେଲା। ତାହେଲେ ପିଲାମାନେ ବଗକୁ ଆମେ କ'ଣ ଜାଣିଛେ? ବଗ ହେଉଛି ଆମର ଧଳା ରଙ୍ଗ, ହାତୀ ହେଉଛି କଳା ରଙ୍ଗ, କାଉ କଳା ରଙ୍ଗ, କୋଇଲି କଳା ରଙ୍ଗ, ଶୁଆ ସବୁଜ ରଙ୍ଗ, ହଳଦୀ ବସନ୍ତ ହଳଦିଆ ରଙ୍ଗ, ଭାଲୁ କଳା ରଙ୍ଗ। 6 ନମ୍ବର ଆମକୁ ଦେଇଛି ତୁମେ ଜାଣିଥିବା ରଙ୍ଗର ନାମ ଲେଖ। ତାହେଲେ ପିଲାମାନେ ଲେଖିଦେବ ଲାଲ, ନୀଳ, ସବୁଜ, ହଳଦିଆ, କଳା, ଧଳା, ହେଲା, ବାଦାମୀ, କମଳା, ବାଇଗଣୀ। ନେକ୍ସଟ 7 ନମ୍ବର ପ୍ରଶ୍ନ କରେ ଦେଲା ଗଙ୍ଗାଧରର ଘରେ କେଉଁମାନେ ରହୁଥିଲେ? ତାହେଲେ ଉତ୍ତରରେ ଲେଖିବା ଗଙ୍ଗାଧରର ଘରେ ଗଙ୍ଗାଧର, ସଂଘମିତ୍ରା, ବାପା ଓ ମା ରହୁଥିଲେ। ଖରେ ସଂଘମିତ୍ରା କିଏ? ସଂଘମିତ୍ରା ହେଉଛି ଗଙ୍ଗାଧରର ଭଉଣୀ। ଗରେ ସମସ୍ତେ କାହିଁକି ହସାହସି ହେଲେ? ରଙ୍ଗ ଖେଳୁଥିବା ସମୟରେ ନିଜ ନିଜ ମୁହଁ ଦର୍ପଣରେ ଦେଖି ସମସ୍ତେ ହସାହସି ହେଲେ। ଘରେ ହୋଲି ସମୟରେ ଗଙ୍ଗାଧର ସାଙ୍ଗମାନେ କ'ଣ କଲେ? ପିଚିକାରିରେ ରଙ୍ଗ ପୁରାଇ ସାଙ୍ଗମାନେ ନିଜ ନିଜକୁ ରଙ୍ଗ ମରାମରି ହୋଇ ଖେଳିଲେ। ରେ ତୁମକୁ କେଉଁ ସବୁ ଫଳ ଖାଇବାକୁ ଭଲ ଲାଗେ? ମୋତେ ଆମ୍ବ, କଦଳୀ, ସେଓ, ଅଙ୍ଗୁର ଇତ୍ୟାଦି ଫଳ ଖାଇବାକୁ ଭଲ ଲାଗେ। 8 ନମ୍ବର ଦେଇଛି ଗ ଓ ଘ ଯୁକ୍ତ ଅକ୍ଷର ଥିବା ଶବ୍ଦ ପିଲାଙ୍କୁ ଡାକିବେ। ଗୋଟେ ଲେଖିବ ଆମର ରଙ୍ଗ, ସଙ୍ଗ, ଅଙ୍ଗ, ତରଙ୍ଗ, ସଂଘ, ସଂଘମିତ୍ରା, ଜଙ୍ଘ, ଶୁଙ୍ଘିବା। 9 ନମ୍ବର ଆମକୁ ଦେଇଛି ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼। ଗୋଟେ ଆମର ଦେଇଦେଇଛି କଳିଙ୍ଗ, ତମେ ଆଉ କ'ଣ ଲେଖିପାରିବ? ଜଙ୍ଘ, ବୁଝିହେଲା। ତମେ ଆଉ କ'ଣ ଲେଖିପାରିବ? ଆମର ଲେଖିପାରିବ ରଙ୍ଗ।
ବୁଝିହେଲା? ତମେ ଆଉ କ'ଣ ଲେଖିପାରିବ? ମୃଦଙ୍ଗ। ବୁଝିହେଲା? ତମେ ଆଉ କ'ଣ ଲେଖିପାରିବ ମୋତେ କହିଲ ଦେଖିଆ? କୁହ କୁହ, ତମେ କିଛି କହୁନ। ଆଉ ଗୋଟେ ଲେଖିପାରିବା ଲଙ୍ଗଳ। ବୁଝିହେଲା? 10 ନମ୍ବର ଦେଇଛି ଆମେ ଗାର ଟାଣିବା। ତାହେଲେ ପ୍ରଥମେ ଦେଇଦେଇଛି ଆଖି। ବୁଝିହେଲା? ଆଖି ଆମର ଦେଖିବା। ତାପରେ ନାକ। ନାକ କୋଉଥିପାଇଁ ୟୁଜ୍ ହେଉଛି? ମୋତେ କହିଲ। ନାକ ଶୁଙ୍ଘିବା ପାଇଁ। ଏଠି ଶୁଙ୍ଘିବା ଯାକେ ନେଇଯିବ। କାନ ଶୁଣିବା ପାଇଁ। ବୁଝିହେଲା ତ? ତାପରେ ଦାନ୍ତ। ଦାନ୍ତ କ'ଣ ପାଇଁ ୟୁଜ୍ ହେଉଛି? କହିଲ ଦେଖିଆ। ଦାନ୍ତ ୟୁଜ୍ ହେଉଛି ଚୋବାଇବା ପାଇଁ। ତାପରେ ହାତ। ହାତ ହେଉଛି ଆମେ ଖାଇବା, କାମ କରିବା ଆଉ ଲେଖିବା ପାଇଁ। 11 ନମ୍ବର ଦେଲା ଆଲୋଚନା କରି 3 ଗୋଟି ବାକ୍ୟ ଲେଖିବା। ରଙ୍ଗ ଖେଳିବା ସମୟରେ ଆମେ କିପରି ସାବଧାନତା ଅବଲମ୍ବନ କରିବା? ପିଲାମାନେ, ରଙ୍ଗ ଖେଳିବା ସମୟରେ ଆମେ ପ୍ରାକୃତିକ ଓ ସୁରକ୍ଷିତ ରଙ୍ଗ ବ୍ୟବହାର କରିବା ଉଚିତ। କାହାର ଆଖି, ନାକ କିମ୍ବା ମୁହଁରେ ଜୋର କରି ରଙ୍ଗ ପକାଇବା ଉଚିତ ନୁହଁ। ରାସାୟନିକ ରଙ୍ଗ ବ୍ୟବହାର କରିବା ନାହିଁ। ରଙ୍ଗ ବଦଳରେ ଅବିର ରଙ୍ଗ ନେଇ ଖେଳିବା ଉଚିତ। 12 ନମ୍ବର ଆମକୁ ଦେଇଛି ତୁମେ ପାଳନ କରୁଥିବା ପର୍ବପର୍ବାଣି ଗୁଡ଼ିକର ନାମ ଲେଖ। ଲେଖିଦେବ ରଥଯାତ୍ରା, ରଜ ପର୍ବ, ମକର ସଂକ୍ରାନ୍ତି, ନୂଆଖାଇ, ଦୋଳ ପୂର୍ଣ୍ଣିମା, ଦୀପାବଳି, ଦୁର୍ଗା ପୂଜା, କାଳୀ ପୂଜା, ରାକ୍ଷୀ ପୂର୍ଣ୍ଣିମା, ଗଣେଶ ପୂଜା, ସାବିତ୍ରୀ ବ୍ରତ ଓ ପଣା ସଂକ୍ରାନ୍ତି। 13 ନମ୍ବର ଦେଲା ନାଲି ରଙ୍ଗ ଆଉ ହଳଦିଆ ରଙ୍ଗ ମିଶିଲେ ଆମର କମଳା ରଙ୍ଗ ହବ। ହଳଦିଆ ରଙ୍ଗ ଆଉ ନୀଳ ରଙ୍ଗ ମିଶିଲେ ଆମର କମଳା ରଙ୍ଗ ହବ। ସେମିତି ନାଲି ରଙ୍ଗ ଆଉ ନୀଳ ରଙ୍ଗ ମିଶିଲେ ଆମର ନାଲି ରଙ୍ଗ ହବ।